ବନ୍ଧୁମାନେ, ଆମେ ଆଜି ଦୈନିକ ଜୀବନରେ ଜ୍ୟୋତିଷ ଶାସ୍ତ୍ର ଉପରେ ଅଧିକ ଗୁରୁତ୍ୱ ଦେଇଥାଉ, ଯେଉଁଥିରେ ନାରୀମାନଙ୍କର ଆଚାର ବ୍ୟବହାର ଠାରୁ ଆରମ୍ଭ କରି ତାଙ୍କର ଚାଲିଚଳନ ଏବଂ କ'ଣ ପିନ୍ଧିବା ଉଚିତ ଅବା ଉଚିତ ଅନୁଚିତ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଏହା କରିବା ଦ୍ୱାରା ତାଙ୍କ ସ୍ୱାମୀର ଲମ୍ବା ଆୟୁଷ ବା ଦୀର୍ଘାୟୁ ହେବା ଅବା ବୈବାହିକ ଜୀବନର ସୁଖରେ କଟେ ବୋଲି ମଧ୍ୟ ବିଧି ରହିଛି। ଏହାର ବିପରୀତ ଯଦି ଏହିସବୁ ଜିନିଷ ଅବା ନିୟମ ଉପରେ ଯଦି ଗୁରୁତ୍ୱ ଦିଆନଯାଏ, ତେବେ ସ୍ୱାମୀ ଦାରିଦ୍ର ଚିନ୍ତିତ ଅବା ରୋଗାଗ୍ରସ୍ତ ହେବା ପାରେ ବୋଲି ମଧ୍ୟ ଲିଖିତ ଅଛି। ତେଣୁ ନାରୀମାନେ ଏହିସବୁ ଜିନିଷ ଉପରେ ଗୁରୁତ୍ୱ ଦେବା, ପୁରୁଷମାନେ ମଧ୍ୟ ଏହିସବୁ ବିପଦଜନିତ ଜିନିଷ ଉପରେ ବାରଣ କରିବା ଉଚିତ। ବିବାହ ବନ୍ଧନ ଏକ ଗୁରୁତ୍ୱପୂର୍ଣ୍ଣ ବନ୍ଧନ। କୁହାଯାଏ କି ସ୍ୱାମୀ ସ୍ତ୍ରୀ ବନ୍ଧନ ଏହା ଆଗକୁ ଯୋଡ଼ି ହୋଇ ଆସିଥାଏ। ସ୍ତ୍ରୀର ଏହି ସ୍ୱାମୀର ଜୀବନକୁ ନଷ୍ଟ କରିଦେଇଥାଏ। ତେଣୁ ସ୍ତ୍ରୀର ଏହିଭଳି ଜୀବନ ସ୍ୱାମୀ ପ୍ରତି ବିପଦ ଅଟେ। ବିବାହ ପରେ ପତ୍ନୀ ଓ ପତ୍ନୀ ବିବାହ ବନ୍ଧନରେ ବାନ୍ଧି ହୋଇ ରହିଥାନ୍ତି। ତେଣୁ ଆଜି ଆମେ ଜାଣିବା ସେହି 5ଟି ଜିନିଷ ବିଷୟରେ ଯାହା ଜଣେ ସ୍ତ୍ରୀ କରେ ସ୍ୱାମୀ କାଙ୍ଗାଳ ହୋଇଥାଏ ଏବଂ ସ୍ୱାମୀ ସ୍ତ୍ରୀଙ୍କୁ ମଧ୍ୟ ଅଲଗା କରିଦେଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶୃଙ୍ଗାରକୁ ଶୁଭ ମନାଯାଇଛି, ହେଲେ କେତେ ଗୁଡ଼ିଏ ଶୃଙ୍ଗାରକୁ ଅଶୁଭ ମଧ୍ୟ ମନାଯାଇଅଛି। କାରଣ ଆଜିକାଲି ଆଧୁନିକ ଲାଗି ଅନେକ ଏହି ପାରମ୍ପରିକ ପରମ୍ପରାକୁ ଭୁଲି ଯାଇଛନ୍ତି, ଯାହା ଜୀବନକୁ ବର୍ବାଦ ଆଡ଼କୁ ଟାଣି ଆଣିଥାଏ। ଆସନ୍ତୁ ଜାଣିବା ସେହିସବୁ ଶୃଙ୍ଗାର ସ୍ୱାମୀ ପାଇଁ ସ୍ତ୍ରୀ କରିବା ଦ୍ୱାରା ଅନିଷ୍ଟ ହୋଇଥାଏ। ସୁନା ଗହଣା। ସୁନା ଗହଣା ପିନ୍ଧିବା ଜଣେ ସଧବା ନାରୀ ପାଇଁ ଏକ ଶୃଙ୍ଗାର ହୋଇଥାଏ। ହେଲେ ଏପରି କିଛି ସୁନାର ଅଳଙ୍କାର ଯାହା ଜଣେ ସ୍ତ୍ରୀ ପିନ୍ଧିବା ଦ୍ୱାରା ଜଣେ ସ୍ୱାମୀ ଅବା ତା'ର ପରିବାରରେ ଅମଙ୍ଗଳ ହୋଇଥାଏ। ସୁନାର ପାଉଁଜି ଅବା ଝୁଣ୍ଟିଆ ପିନ୍ଧିବା ବିବାହିତ ନାରୀମାନେ ପିନ୍ଧିବା ଦ୍ୱାରା ସ୍ୱାମୀ ଅବା ତା'ର ପରିବାର ଲୋକେ ଅମଙ୍ଗଳ ହୋଇଥାଏ। ଉନ୍ନତିରେ ବାଧା ଆସିବା ସହିତ ଘରକୁ ଅଭାବ ଆସିଥାଏ। ଦ୍ୱିତୀୟରେ ହେଉଛି ଧଳା ଲୁଗା ଅବା ଧଳା ଶାଢ଼ୀ। ଆଧୁନିକ ଯୁଗ ଅନୁସାରେ ଧଳା ଲୁଗା ଅବା ଧଳା ଶାଢ଼ୀ ପିନ୍ଧିବା ଏକ ଫ୍ୟାସନ ପରିମାଣ ହେଲାଣି, ହେଲେ ଏହା ବିବାହିତ ନାରୀମାନଙ୍କୁ ଅନୁଚିତ। ଏହା କରିବା ଦ୍ୱାରା ତାହାର ସ୍ୱାମୀର ମୃତ୍ୟୁକୁ ଆମନ୍ତ୍ରଣ କରିବା ପରି ହୋଇଥାଏ। କାରଣ ଶାସ୍ତ୍ର ଅନୁଯାୟୀ କେବଳ ବିଧବା ନାରୀମାନେ ଧଳା ଶାଢ଼ୀ ପିନ୍ଧିବା ଉଚିତ ହୋଇଥାଏ। ମଙ୍ଗଳସୂତ୍ର। ଏହା ହେଉଛି ବିବାହିତ ନାରୀମାନଙ୍କର ମୂଳ ସୂତ୍ର। ଆଧୁନିକ ନାରୀମାନେ ମଙ୍ଗଳସୂତ୍ର ଗଳାରେ ଧାରଣ ନ କରି ହାତରେ ଧାରଣ କରିଥାନ୍ତି, ଯାହା ତାଙ୍କ ସ୍ୱାମୀ ପାଇଁ ଅମଙ୍ଗଳ ହୋଇଥାଏ ଏବଂ ଜୀବନ ଜୀବିକା ବ୍ୟାଘାତ ସୃଷ୍ଟି କରିଥାଏ। ସିନ୍ଦୁର। ଏହା ହେଉଛି ଜଣେ ସାଧବା ନାରୀର ସଧବା ହେବାର ଏକ ମୂଳ ଅଙ୍ଗ। ହେଲେ ଆଧୁନିକ ଯୁଗରେ ଆଜିର ନାରୀମାନେ ସିନ୍ଦୁରକୁ ସାମାନ୍ୟ ଭାବରେ ଲୁଚାଇ ପିନ୍ଧିଥାନ୍ତି। ହେଲେ କେହି କେହି ନାରୀ ସିନ୍ଦୁର ବଦଳରେ ଅଲଗା ରଙ୍ଗର ସିନ୍ଦୁର ଲଗାଇଥାନ୍ତି, ଯାହା ସ୍ୱାମୀର ଆୟୁଷକୁ କ୍ଷୀଣ କରିବାରେ ଏବଂ ସ୍ୱାମୀକୁ ବର୍ବାଦ ମଧ୍ୟ କରିଥାଏ। ତେଣୁ ଏହିସବୁ ଶୃଙ୍ଗାରକୁ ଜଣେ ନାରୀ ସଜେଇ ନା ରଖିଲେ ତା'ର ସ୍ୱାମୀ ତା'ଠାରୁ ଦୂରେଇ ଯାଇଥାଏ।